ଆଜ୍ଞା ନମସ୍କାର। ଚଣ୍ଡିଗଡ଼ରେ ଓଡ଼ିଆ ଖାନା। ଚଣ୍ଡିଗଡ଼ ପଞ୍ଜାବରେ ଚଣ୍ଡିଗଡ଼ ଭଳିଆ ଜାଗାରେ ଗାଉଁଲି ଦେଶୀ ଖାଇବା ମିଳିବା ବହୁତ ମୁସ୍କିଲ। ମିଳିବ ତ କେବଳ ପଞ୍ଜାବୀ ଖାଇବା ମିଳିବ। ରୁଟି, ପରଟା, ମକା ଶାଗ ଇତ୍ୟାଦି ଇତ୍ୟାଦି। ହେଲେ ଆମର ଟିପିକାଲ ଓଡ଼ିଆ ଖାନା ନା ଆଜ୍ଞା ନା। ଏଇ ବାହାର ଖାଇବା ଖାଇ ଖାଇ ତାଙ୍କ ଷ୍ଟାଇଲର ଖାଇବା ଖାଇବି ମୁଣ୍ଡ ଟିଣ ହେଇଗଲାଣି ଆଜ୍ଞା। ତେଣୁକରି ଆଜି ଇଚ୍ଛା ହେଲା ଟିକେ ଚଣ୍ଡିଗଡ଼ରେ ଆମ ଦେଶୀ ଓଡ଼ିଆ ଖାଇବା ଖାଇବା। ତ ମୁଁ କ'ଣ କଲି ଆପଣ ଦେଖନ୍ତୁ, ଆସନ୍ତୁ ମୁଁ ଆପଣଙ୍କୁ ଦେଖେଇବି ଯେ ଚଣ୍ଡିଗଡ଼ରେ ଆମେ ଓଡ଼ିଆ ଖାଇବା କେମିତି ପାଇପାରିଲୁ। ମାର୍କେଟରୁ ଖୋଜି ଖୋଜି ଆମେ ପୋଟଳ ଆଣିଲୁ। ବହୁତ ଖୋଜିବା ପରେ ଭଲ ପୋଟଳ ମିଳିଲା। ବହୁତ ଖୋଜିବା ପରେ, ଏଠି ଏତେ ସହଜରେ ପୋଟଳ ମିଳେନି। ବହୁତ ଖୋଜିବା ପରେ ପୋଟଳ ମିଳିଲା। ତାପରେ ଇଏ ଗୋଟାଏ ଜିନିଷ ଯୋଉଟା କି ଟିପିକାଲ ଆମ ଓଡ଼ିଆ ଲୋକ ଖାଆନ୍ତି, ଶିମ୍ବ। ବହୁତ ଖୋଜି ଖୋଜି ଶିମ୍ବ ମିଳିଲା। ତ ଏ ଶିମ୍ବ ମୁଁ ନେଇକି ଆସିଲି। ତାପରେ ଲଙ୍କା ଦେଖନ୍ତୁ କେତେ ବଢ଼ିଆ ଲଙ୍କା ହେଇଛି, ସୁନ୍ଦର ଲଙ୍କା। ଆଉ ଆକୁ କେମିତି ଛାଡ଼ିଥାନ୍ତେ? ଇଏ ତ ସବୁ ପରିବାର ରାଜା, ସବୁ ପରିବା ସବୁ ତରକାରୀର ରାଜା। ଗୋଟେ ବଢ଼ିଆ ଭାତ ତିଆରି କରାଗଲା, ପୁରା ଆମ ଓଡ଼ିଆ ଷ୍ଟାଇଲର ବଢ଼ିଆ ସରୁ ଭାତ, ଭଲ ନରମ ନରମ ଭାତ। ତାପରେ ସବୁର ପରେ ଏଇଟା ହେଉଛି ଗୋଟାଏ ଘାଣ୍ଟ। ବୁଟ ଡାଲି ଆଉ ଚିଙ୍ଗୁଡ଼ି ପକେଇ ଗୋଟାଏ ଘାଣ୍ଟ। ଆକୁ ବି ବଜାରରୁ ଅଣା ହେଇଥିଲା। ଆଳୁ, ବିନ୍, ବାଇଗଣ ସବୁ ଜିନିଷ ପକେଇ ଗୋଟେ ଘାଣ୍ଟ ପ୍ରସ୍ତୁତ କରାଗଲା। ଆଉ ଘାଣ୍ଟଟି ଯେମିତି ପ୍ରସ୍ତୁତ ହେଇଗଲା, ମୁଁ ଆଖି ବି ଟିକେ ଦେଲି। କି ବିୟୁଟିଫୁଲ, କି ସୁନ୍ଦର ଲାଗିଲା। ଆମେ ଏବେ ଆକୁ ଖାଇବୁ। ଆଶା କରୁଛି ଆପଣମାନେ ବି ଏମିତି ଶୀତ ଦିନେ ବଢ଼ିଆ ଦେଶୀ ଖାଇବା ଖାଉଥିବେ ଏବଂ ତାର ମଜା ଉଠାଉଥିବେ। ନମସ୍କାର, ଜୟ ଜଗନ୍ନାଥ।